ବାଲେଶ୍ୱର ପୌରପାଳିକାର 18 ଓ 20 ନମ୍ବର ୱାର୍ଡରେ ବିଭିନ୍ନ ଜନକଲ୍ୟାଣକାରୀ ଓ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଦାବି ଓ ଆଗ୍ରହକୁ ଦୃଷ୍ଟିରେ ରଖି 20 ନମ୍ବର ୱାର୍ଡ ଅନ୍ତର୍ଗତ ଶୋଭାରାମପୁର ଅଞ୍ଚଳରେ ପ୍ରାୟ 40 ଲକ୍ଷରୁ ଅଧିକ ଟଙ୍କାର ସଂଖ୍ୟାଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିମଧ୍ୟରେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମାଧ୍ୟମରେ ସଦର ପଞ୍ଚାୟତ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ 4 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଶୋଭାରାମପୁର କମ୍ୟୁନିଟି ସେଣ୍ଟର 4 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଶୋଭାରାମପୁର କମ୍ୟୁନିଟି ସେଣ୍ଟର ଖେଳପଡ଼ିଆ ପାଖ ନୂତନ ଗୃହ ନିର୍ମାଣ 4 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଆଦିବାସୀଙ୍କ ଜାହିରା କମ୍ୟୁନିଟି ସେଣ୍ଟର ପୁନରୁଦ୍ଧାର 5 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଶୋଭାରାମପୁର ଦୁର୍ଗା ମଣ୍ଡପର ସେଡ୍ ନିର୍ମାଣ 5 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଶୋଭାରାମପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ 5 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଶୋଭାରାମପୁର UGME ସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ 3 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସ୍ଥାନୀୟ କିଶୋର କ୍ଲବର ପୁନରୁଦ୍ଧାର 5 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସ୍ଥାନୀୟ ବୁଢ଼ୀ କାଳୀ ମନ୍ଦିରର ମରାମତି ଓ ନବୀକରଣ ପ୍ରଭୃତି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବିଧାୟକ ଶ୍ରୀ ଦତ୍ତ ଶିଳାନ୍ୟାସ କରିଥିଲେ। ସମସ୍ତ ପ୍ରକଳ୍ପକୁ ଯୋଜନାବଦ୍ଧ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ 20 ନମ୍ବର ୱାର୍ଡ କାଉନ୍ସିଲର ନିରୁପମା ଦାସଙ୍କ ସମେତ ଚିତ୍ତରଞ୍ଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ରାଜା ପାଣିଗ୍ରାହୀ, ଋଷିକେଶ ପାତ୍ର, ଆଲୋକ ଦାସ, ଶୈଳେନ୍ଦ୍ର ପ୍ରସାଦ ଦାସ, ବିଳାସିନୀ ଦାସ, ହେମଲତା ଦାସ, ଛବି ନନ୍ଦ ପ୍ରମୁଖ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ସେହିପରି 18 ନମ୍ବର ୱାର୍ଡରେ 4 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ରାଣୀପାଟଣା ସ୍ଥିତ ଥାନେଶ୍ୱରୀ ପାଠାଗାରର ପୂର୍ଣ୍ଣାଙ୍ଗୀକରଣ ଓ 4 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ରାଣୀପାଟଣା ଛକସ୍ଥିତ ମା ଥାନେଶ୍ୱରୀ ଠାକୁରାଣୀଙ୍କ ମଣ୍ଡପର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ବିଧାୟକ ଶ୍ରୀ ଦତ୍ତ। ଗୌରାଙ୍ଗ ଦାସ, ଧୀରଜ ମହାନ୍ତି, ଉପେନ୍ଦ୍ର ଶତପଥୀ ପ୍ରମୁଖଙ୍କ ସହ ଜୟପ୍ରକାଶ ଦାସ, ଦେବାଶିଷ ଚାଟାର୍ଜୀ, ଶ୍ରୀହରି ଶୁକ୍ଳା, ପରଶୁରାମ ମହାନ୍ତି, ଆଶିଷ ଘୋଷ, ଦେବାନନ୍ଦ ପାଣିଗ୍ରାହୀ ପ୍ରମୁଖ ସ୍ଥାନୀୟ ଅଞ୍ଚଳବାସୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। देखु बालेश्वर सहर एवं आखापाखी अंचल को सरस सुंदर करने आज ये शोभारामपुर वार्ड नंबर 20 रे विभिन्न प्रकार प्रकल्प कम्युनिटी बेस प्रकल्प गुड़िक आज शिलान्यास दी जाइए। पाखापाखि 25 लक्ष ऊर्ध टंकार प्रथम पर्यायर दि जाइए। आपड़ देखुं बहुत कम्युनिटी सेंटर सभागृह हरियाट विशेष भाव में श्रेणीगृह किसी दि जाइए। तेणु बालेश्वर सहर को सरस सुंदर करने साधारण लोकंर उपयोगी करने जहाँ विकासमूलक पदक्षेप नवा कथा सरकार समय निश्चित भाव में लोकों पदक्षेप गुड़िक नि।